प्रथम सामुएल 16:14 टाइम ହେଇଗଲା କି ମାତ୍ର ସଦା ପ୍ରଭୁଙ୍କର ଆତ୍ମା ସାଉଲଙ୍କ ଠାରୁ ପ୍ରସ୍ଥାନ କଲା। ଆରେ ରେ 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 ଆଜ୍ଞା ଆପଣଙ୍କୁ ଜଣା କି ପବିତ୍ର ଆତ୍ମା को ବିରୁଦ୍ଧରେ ଆମେ ପାପ କଲେ ସେ ସାଙ୍ଗେ ସାଙ୍ଗେ ଛାଡ଼ି ଯିବେନି। ସେ ବି ଜାଣିଛନ୍ତି ଆମେ ଦୁର୍ବଳ ବୋଲି। ଇନଫ୍ୟାକ୍ଟ ଆମେ ଦୁର୍ବଳ ଥିଲା ବେଳେ ହିଁ ସେ ଆମଠାରେ ଆସିଥିଲେ। ପବିତ୍ର ଆତ୍ମା ନଥାଇକି ଆମେ ଠିଆ ବି ହେଇପାରିବୁନି। ଏମିତି ନୁହେଁ କି ପୁରା ପବିତ୍ର ଥିଲେ ହିଁ ପବିତ୍ର ଆତ୍ମା ଆସିବେ ବୋଲି କହୁନାହିଁ। ଆମେ ପୁରା ଟିକେ ଆତ୍ମିକ ଟିକେ ବହୁତ ବଡ଼ ଆତ୍ମିକ ଲୋକ ହେଲେ ପବିତ୍ର ଆତ୍ମା ସେତେବେଳେ ହିଁ ପବିତ୍ର ଆତ୍ମା ଆସିବେ ବୋଲି ବି କହୁନାହିଁ। ଆମେ ପୁରା ଆତ୍ମିକ ହେବା ପାଇଁ ପବିତ୍ର ଆତ୍ମା ଆସିଛନ୍ତି ଆକ୍ଚୁଆଲି। ଆମେ ଆତ୍ମିକତାରେ ସିଦ୍ଧ ହେବୁ ବୋଲି ପାପ ବିରୁଦ୍ଧରେ ଲଢ଼ିବୁ ବୋଲି ଭଲରେ ଏଥିପାଇଁ ଆସିଛନ୍ତି। ଆମେ ଦୁର୍ବଳ ବୋଲି ହିଁ ଆସିଛନ୍ତି। ଦୁର୍ବଳତାରେ ବି ପାପ ସହିତ ତୁମେ ଯୁଝିଲା ବେଳେ ବି ପାପ ସହିତ ଆପଣ ଟିକେ ଛଟପଟ ହେଲା ବେଳେ ବି ମାଗୋ ପବିତ୍ର ଆତ୍ମାକୁ ହେଲ୍ପ ମାଗୋ ଆସିବେ। ସେ ସେତେବେଳେ ଖୁସି ହୁଅନ୍ତି ଯେତେବେଳେ ଆପଣ ତାଙ୍କ ଉପରେ ଡିପେଣ୍ଡ ହୁଅନ୍ତି। ଦୁର୍ବଳ ହେଲେ ବି ପାପ ଅବସ୍ଥାରେ ଥିଲେ ବି ଅଶୁଚି ଅବସ୍ଥାରେ ଥିଲେ ବି ଆପଣମାନେ ସେଥିରୁ ମୁକ୍ତ ହେବାକୁ ଇଚ୍ଛା କରି ପବିତ୍ର ଆତ୍ମା ହେଲ୍ପ କର ବୋଲି ମାଗନ୍ତୁ। ଖୁସି ଖୁସି ପଳେଇ ଆସିବେ ସେ। ଏମିତି ନୁହେଁ କି ଆପଣ ପୁରା ପରିବର୍ତ୍ତନ ହେଲା ପରେ ପୁରା ପବିତ୍ର ହେଲା ପରେ ପୁରା ସ୍ୱର୍ଗ ପାଇଁ ରେଡି ହେଲା ପରେ ଆସିବେ। ସେତେବେଳେ ଆସିକି କି ଲାଭ? ପବିତ୍ର ଆତ୍ମା ନଥାଇକି ଏତିକି କାମ କରିଲ ତ ପବିତ୍ର ଆତ୍ମା ନଥାଇକି ପୁରା ପବିତ୍ର ହେଇପାରିବ ନାହିଁ। ପବିତ୍ର ଆତ୍ମା ନଥାଇକି ସିଦ୍ଧ ହେଇପାରିବ ନାହିଁ। ପବିତ୍ର ଆତ୍ମା ନ ପାଇକି ଆମେ ମନ ପରିବର୍ତ୍ତନ ବି କରିବନି ଆଜ୍ଞା। ପାପ ଅନୁତାପ ପଛରେ ପାପ ସ୍ୱୀକାର କରାଇବା ପଛରେ ମନ ପରିବର୍ତ୍ତନ କରାଇବା ପଛରେ ପବିତ୍ର ଆତ୍ମା ଅଛନ୍ତି। ବାପ୍ତିସ୍ମ ନେବା ବେଳେ ହାତ ଉଠାଇବା ପଛରେ ପବିତ୍ର ଆତ୍ମା ଅଛନ୍ତି। ଚର୍ଚ୍ଚକୁ ଗଲା ବେଳେ ପବିତ୍ର ଆତ୍ମା ଅଛନ୍ତି। ଶିଖିଲା ବେଳେ ପବିତ୍ର ଆତ୍ମା ଅଛନ୍ତି। ବଢିଲା ବେଳେ ପବିତ୍ର ଆତ୍ମା ଅଛନ୍ତି। ସିଦ୍ଧ ହେଲା ବେଳେ ସ୍ୱର୍ଗ ଗଲା ବେଳେ ବି ପବିତ୍ର ଆତ୍ମା ଥିବେ। ପବିତ୍ର ଆତ୍ମାଙ୍କ ଦାନ ସେମାନଙ୍କୁ ଦିଆଯିବ ସେମାନେ ନିଜର ହାଲତକୁ ଚିହ୍ନି ନିଜର ଘୃଣ୍ୟ ହାଲତକୁ ଚିହ୍ନି ନିଜର ଘୃଣ୍ୟ ହାଲତକୁ ଅସନା ଫିଲ୍ କରି ଘୃଣା କରି ନା 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 ପ୍ରଭୁ ଏଥିରୁ ଏଇ ଭିତରେ ମୁଁ ରହିବା ପାଇଁ ଇଚ୍ଛା କରୁନି, ମତେ ଉଠାଅ, ଏ ଭିତରୁ ବାହାର କର। ନା ନା ମୁଁ ତମର ପିଲା ପରି ହେଇକି ରହିବି, ଶୈତାନର ସନ୍ତାନ ହେଇକି ରହିବିନି। ମତେ ମତେ ଠିକ ଲାଗୁନି, ଏଟା ଗନ୍ଧିଆ ଅବସ୍ଥା ପ୍ରଭୁ, ମତେ ଶୁଚି କର, ମତେ ପବିତ୍ର କର, ମତେ ଶୁଦ୍ଧ କର ପ୍ରଭୁ ବୋଲି ଯେ ମାଗୁଛି ସେମାନଙ୍କୁ ଦେଖି ଖୁସି ଖୁସି ପଳେଇ ଆସନ୍ତି ପବିତ୍ର ଆତ୍ମା। ସେମିତି ପବିତ୍ର ଆତ୍ମା ପାଇଲା ପରେ ବି ଆମେ ଦୁର୍ବଳ, କାରଣ ଆମେ ଶିଖୁଛୁ ନା। ଏକା ସାଙ୍ଗରେ ରାତାରାତି ତ ପରିବର୍ତ୍ତନ ଆସିବ ନାହିଁ। ଧୀରେ 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 ଶିଖୁ। ବେଳେ ବେଳେ ଖସି ଯାଉ, ବେଳେ ବେଳେ ଆମେ ଅବାଧ୍ୟ ବି ହେଉ। ତ ସେତେବେଳେ ପବିତ୍ର ଆତ୍ମା ଅବଶ୍ୟ ଦୁଃଖ କରନ୍ତି। ପବିତ୍ର ଆତ୍ମା ଦୁଃଖ କରନ୍ତି, ଆମକୁ ଚେତନା ଦେବା ପାଇଁ ଚେଷ୍ଟା କରିବେ। ବହୁତ କୋମଳ ସ୍ପିରିଟ ସେ, ଜାଣିଛନ୍ତି, ବହୁତ ସେନ୍ସିଟିଭ। एंड जे हमको ईश्वर को प्रेम करने को शिखाउथिबा आत्मा, आत्मांकर फल रे प्रथम विषयटा कौन? प्रेम, आनंद, शांति, दीर्घ सहिष्णुता। दीर्घ सहिष्णुतार गुण स्वभाव दे पारिबा पवित्र आत्मा को पाखरे दीर्घ सहिष्णुता नथिबो कि निजे? तेणुकरी से सही जानती, हमको केते दिन बुझाती, दुख भी करती, रागंती भी, हमको बाट को भी आणती, सांगे सांगे छाड़ी जाती नहीं। मैक्सिमम मोर ख्याल मु भावुछि 3टा बोल देखिबा पर्यंत, कारण बाइबल कहे परमेश्वर 2 किंबा 3 थर कथा हुअंती, तापर भी न सुनले सेते बेले छाड़ी जाते। इठी 16 अध्याय में देखू, प्रस्थान कले ईश्वर आत्मा साउल को प्रस्थान कले माने केते बुझाई थे कि पवित्र आत्मा था से ठीक करनो तुई, ना ना ना, डोंट डू दिस, देख प्रभु छाड़ी देबे, देख प्रभु ठार दूर हो जिवो, देख देख साउलो, क्या समझ रहे हैं आपको अपने आप को? साउलो इस्राएल पे राजा माने जिहुदा गोष्ठी बाहर कथा तांकर योजना रे, किंतु तू को गोष्ठी साउलो?
ମୁଇଁ ପରା ବେନ୍ୟାମିନ ଗୋଷ୍ଠୀ। ତ ବେନ୍ୟାମିନ କୋଉ ଗୋଷ୍ଠୀ 12 ଦ୍ୱାଦଶ ଗୋଷ୍ଠୀରେ କୋଉ ନମ୍ବରରେ ଅଛି? ଲାଷ୍ଟ ନମ୍ବରରେ ଅଛି, 12ତମ। ସେ ତଳରୁ ତୋତେ କାହିଁକି ଉଠାଇଲେ? କେତେ ଅନୁଗ୍ରହ କି ନାହିଁ? ଏତେ ଗର୍ବ ଦେଖାନା ସାଉଲ। এটা ତମର ତମେ ଟିକେ କ୍ୱାଲିଫାଏଡ ଥିଲ ବୋଲି, ତମେ ଶିକ୍ଷିତ ଥିଲ ବୋଲି, ଆଉ ତମର ଜାତି ତମର ବଂଶ ଆଉ ବଡ ଥିଲା ବୋଲି ପ୍ରଭୁ ବାଛି ନଥିଲେ। ଏଟା इट वॉज हिज प्योर ग्रेस, वो उनका अनुग्रह था। एते अबाध्यता देखाना, एते गर्व देखा, सुनला तो नहीं ଆଉ କହିବି ପରେ। ଆମେ ରାଜା ସାଉଲଙ୍କର କହିଛି ଆକ୍ଚୁଆଲି ଆପଣଙ୍କୁ ରାଜା ସାଉଲଙ୍କର ପତନ ବିଷୟରେ, ପତିତ ଦୂତ ମାନଙ୍କର ସବଜେକ୍ଟ ନେଲା ବେଳେ କହିଥିଲି ଆପଣଙ୍କୁ। ଅଥରେ ଶୁଣନ୍ତୁ, ନହେଲେ ଅଥରେ ପରେ କହିବି। ତ କଣ ଜଣା ପଡୁଛି? ଯେତେବେଳେ ଆପଣ ମାନେ ଏଇଭଳି ଗର୍ବ ଦେଖାନ୍ତି, ଏଇଭଳି ଅବାଧ୍ୟତା ଦେଖାନ୍ତି, ପବିତ୍ର ଆତ୍ମା ଛାଡି ଯାଆନ୍ତି ଆଜ୍ଞା। ଆଉ ତାହା ବି କେବେ? 2-3 ଥର ବୁଝାଇଲା ପରେ। ଦାସମାନଙ୍କ ଦେଇ ବୁଝାଇବେ, ଚାଳନା ପ୍ରେରଣା ଦେଇକି ବୁଝାଇବେ, ହଠାତ୍ କୋଉ ବାକ୍ୟ ପଢିଲା ବେଳେ ବାକ୍ୟ ଦେଖାଇକି ବୁଝାଇବେ। କିନ୍ତୁ ଏମାନେ ଭାବୁନ, ହଁ ମତେ କହିଲେ କେଟା, ପ୍ରଚାର କରୁଛନ୍ତି, ମତେ କୁହା ହେଇନି ବୋଲି ଭାବୁଥିବେ ଏମାନେ। ତମର ପାଇଁ ହିଁ ଥିଲା ସେଟା। ହଠାତ୍ କୋଉ ବାକ୍ୟ ଦେଖାଯିବ, ନିଜକୁ ନମ୍ର କର ବୋଲି ଥିବ, ନା ମତେ ନାଇଁ, ଲେଖା ଅଛି, ହଠାତ୍ ଆଖି ଦେଖିଦେ, ନା ପ୍ରଭୁ କଥା ହେଇଥିବେ 2 କିମ୍ବା 3 ଥର କି 4 ଥର 5 ଥର ବି କଥା ହେବେ ବୋଧେ। ମୁଁ ଖାଲି କହିଲି 3 ଥର ହିଁ, କଣ ଅଧିକ ବି କଥା ହେବେ ବୋଧେ। ଶୁଣିକି ଦେଲେ ଭଲ ଆଜ୍ଞା। ପବିତ୍ର ଆତ୍ମା ଥରେ ଛାଡିଲେ ଆଉ ଆସିବାଟା କଷ୍ଟ।